ବୃନ୍ଦ ଏବଂ ମୋର ଆଦରର ସବୁ ସାନ ମୋଠୁ ସାନ ଛାତ୍ରଛାତ୍ରୀ ଆଦରର ଆଜିକାର ଦିନ ପିଲେ ଆସିଯାଇଛି। ସବୁ ଭଲ ଜିନିଷର ଗୋଟେ ନା ଦିନେ ଅନ୍ତ ଘଟେ। ତା ସହିତ ଆମେ ନୂଆ ଜିନିଷକୁ ବି କ'ଣ କରିବା, ୱେଲକମ୍ ନିହାତି କରିବା। ଦୁଃଖ ସବୁବେଳେ ଲାଗି ରହେ, ସୁଖ ବି ଆସେ। କ'ଣ କରିବା, ସାରଙ୍କ ପାଇଁ ଗୋଟେ ମୋର ଉକ୍ତି ଯେ ତାଙ୍କ ପାଇଁ ମଣିଷ ଜୀବନ ନୁହେଁ କେବଳ ବର୍ଷ ମାସ ଦିନ ଦଣ୍ଡ, କର୍ମେ ଯିଏ ନର କର୍ମେ ଏକାତାର ଜୀବନର ମାନଦଣ୍ଡ। ଏହି ଉକ୍ତିଟି ସତ୍ୟ ସାରଙ୍କ ପାଇଁ ସବୁବେଳେ ପ୍ରଯୁଜ୍ୟ ରହିବ। ଯେବେଠୁ এই ସ୍କୁଲରେ ମୁଁ ଜଏନ୍ କରିଛି ଭାବୁଥିଲି ଯେ ଏଠାକାର ଷ୍ଟାଫଙ୍କ ସହିତ ମୁଁ କେମିତି ମିଳାମିଶା କରିବି। ମନରେ ସେ ଭାବନାଟି ସବୁବେଳେ ଥିଲା। ଡର ବି ଲାଗୁଥିଲା ଯେ ନୂଆ ପରିବାରରେ କେମିତି ମୁଁ ମିଶି ପାରିବି ନା ନାହିଁ। କିନ୍ତୁ ଯେତେବେଳେ ଆମେ ଚାରିଜଣ ଏକାଠି ହେଲୁ, ଲାଗିଲା କିଛି ନା କିଛି ଗୋଟେ ସ୍କୁଲ ପାଇଁ କରିବା। ସ୍କୁଲର ଭବିଷ୍ୟତକୁ ସମସ୍ତେ ମିଳିମିଶି ଆଗକୁ ନେବା। ତ ଏତିକି କହିବି, ଯେଉଁଠି ବି ସତ୍ୟ ସାର୍ ଥିବେ ସବୁ କ୍ଷେତ୍ରରେ ସମସ୍ତଙ୍କୁ ସହଯୋଗ କରି ସମସ୍ତଙ୍କୁ ଆଗକୁ ନେଇ ସିଏ ପଛରେ ରହିବେ କିନ୍ତୁ ଅନ୍ୟମାନଙ୍କୁ ଆଗରେ ରଖିବେ। ଏହା ତାଙ୍କର ସବୁଠୁ ବଡ଼ ବ୍ୟକ୍ତିତ୍ୱ। ଏତିକି କହୁଛି ସବୁବେଳେ ଯେ ସବୁବେଳେ ନିଜ ଗୁରୁଙ୍କୁ ଟିକେ ମାତ୍ର ହେଲେ ବି ମନେ ରଖିବ। କେଉଁଠି ନା କେଉଁଠି ତାଙ୍କ ଆଶୀଷ ତମ ପାଖରେ ଥିବ ଯେ ତାଙ୍କର ସେଇ ଗାଡ଼ିକୁ ମନରେ ରଖିବନି। ଆଉ ତାଙ୍କର ଏଇ କଥା ଗୁଡ଼ା ମନେ ପଡ଼ିବ ଯେ ସାର୍ ପାର୍ଟିଟା ପେଣ୍ଡିଂ ଅଛି, କେବେ ଦେବେ? କେବେ ଦେବେ? ଯାହା ବି କହିବି ଯେ ସତ୍ୟ ସାରଙ୍କୁ ଏ ପରିବାର ସବୁବେଳେ ଯୋଡ଼ିବ ଆଉ ଯୋଡ଼ି ଆସୁଥିବ। କେବେ ବି ଚିନ୍ତାମଣି ପରିବାର ଇତିହାସରୁ ତାଙ୍କ ନାଁକୁ କେବେ କେହି ଭୁଲି ପାରିବେ ନାହିଁ। ଏତିକି କହି ମୁଁ ମୋର ବକ୍ତବ୍ୟ ଶେଷ କରୁଛି। ରହିଲି।